ଅଲ୍ ପୁରାଣ ଷ୍ଟୋରି ଜାଣିବା କଥା। ଗ୍ରହଣ ସ୍ପର୍ଶ ବେଳେ ଗର୍ଭବତୀ ସ୍ତ୍ରୀ କ'ଣ କଲେ କ'ଣ ହୁଏ? ଚନ୍ଦ୍ରଗ୍ରହଣ ସମୟରେ ଗ୍ରହଣ ସ୍ପର୍ଶ ସମୟରେ ଗର୍ଭବତୀ ସ୍ତ୍ରୀ ଗ୍ରହଣ ଦର୍ଶନ କରିବ ନାହିଁ। ଦାନ୍ତ ମୂଳରେ କାଠି ପୁରାଇ ଖୋଳିବ ନାହିଁ। ଦାନ୍ତ ଘଷିବ ନାହିଁ। ଏହା ଯଦି ଅମାନିଆ ହୋଇ କରେ ତେବେ ଗ୍ରହଣ ଖଣ୍ଡିଆ ପିଲା ଜନ୍ମ ହେବ। ଗର୍ଭବତୀ ସ୍ତ୍ରୀ କେଉଁ ମାସରେ କ'ଣ କଲେ କ'ଣ ହୁଏ? ଗର୍ଭବତୀ ସ୍ତ୍ରୀ ପ୍ରିୟ ମାସରେ ଗୋଟିଏ କଞ୍ଚା ପଳାସ ପତ୍ର ରସରେ ଦୁଧ ମିଶାଇ ଖାଇବ। ଚାର୍ଥ ମାସରେ 2ଟି, ଷଷ୍ଠ ମାସରେ 3ଟି, ସପ୍ତମ ମାସରେ 4ଟି, ଅଷ୍ଟମ ମାସରେ 5ଟି ଓ ନବମ ମାସରେ 6ଟି କଞ୍ଚା 15 ପଳାସ ପତ୍ର ରସରେ ଦୁଧ ମିଶାଇ ସେବନ କଲେ ସୁଖପ୍ରସବ ସହିତ ସନ୍ତାନ ଦୀର୍ଘାୟୁ, ରୂପବାନ ଓ ବଳବାନ ହୋଇ ଜନ୍ମ ଲାଭ କରେ।